ୟୁନାଇଟେଡ୍ ପବ୍ଲିକ୍ ସ୍କୁଲର 19ତମ ବାର୍ଷିକ ଉତ୍ସବ ପାଳିତ। ଶିଶୁ ହେଉଛି ସରଳ ନିଷ୍ପାପ, ପବିତ୍ର ଓ ଦିବ୍ୟ ସ୍ୱରୂପ। ଶିଶୁ ହେଉଛି ସ୍ୱୟଂ ଈଶ୍ୱରଙ୍କର ପ୍ରତିମୂର୍ତ୍ତି। ତାର ପ୍ରତ୍ୟେକ ମଧୁବାକ୍ୟ ଆମ୍ଭ ସମସ୍ତଙ୍କ ମନରେ ଭରି ଦେଇଥାଏ ସ୍ୱର୍ଗୀୟ ଆନନ୍ଦ। ଆଜିର ଶିଶୁ କାଲିର ଭବିଷ୍ୟତ। ଏହି ପରିପ୍ରେକ୍ଷୀରେ ଦୀର୍ଘ 19 ବର୍ଷ ଧରି ଅଭିଜ୍ଞ ଶିକ୍ଷକ ଓ ଶିକ୍ଷୟିତ୍ରୀଙ୍କ ଦ୍ୱାରା ଖେଳକୁଦଠୁ ଆରମ୍ଭ କରି ଗୁଣାତ୍ମକ ଶିକ୍ଷା ପ୍ରଦାନ କରି ଛାତ୍ରଛାତ୍ରୀ ତଥା ଅଭିଭାବକ ମହଲରେ ନିଜର ଏକ ସ୍ୱତନ୍ତ୍ରତା ବଜାୟ ରଖିପାରିଛି ବାଲେଶ୍ୱର ସହର କାଳିଦାସପୁର ଭୀମପୁରା ସ୍ଥିତ ୟୁନାଇଟେଡ୍ ପବ୍ଲିକ୍ ସ୍କୁଲ। ସ୍କୁଲର 19ତମ ବାର୍ଷିକ ଉତ୍ସବ ସମାରୋହ ଅବସରରେ ଆୟୋଜିତ ସଭା କାର୍ଯ୍ୟରେ ସମ୍ପାଦକ ସଦରକ କୁମାର ଦାସ ସଭାପତିତ୍ୱ କରିଥିବା ବେଳେ ମୁଖ୍ୟ ଅତିଥି ଭାବେ ଆଇନଜୀବୀ ତଥା ମେଡିକାଲ କ୍ରିୟାନୁଷ୍ଠାନ କମିଟିର ସଭାପତି ନିରଞ୍ଜନ ପରିଡ଼ା ଯୋଗଦାନ କରିଥିଲେ। ମୁଖ୍ୟ ବକ୍ତା ଭାବେ ଦୈନିକ ଖବରକାଗଜ ସେଉଠୁ ଆରମ୍ଭର ସମ୍ପାଦକ ଶୁଭେନ୍ଦୁ ଦାସ, ସମ୍ମାନିତ ଅତିଥି ଭାବେ ସମାଜସେବୀ ଗୌରାଙ୍ଗ ପାଣିଗ୍ରାହୀ ପ୍ରମୁଖ ଯୋଗ ଦେଇ ଛାତ୍ରଛାତ୍ରୀଙ୍କ ଉଦ୍ଦେଶ୍ୟରେ ବହୁମୂଲ୍ୟ ବକ୍ତବ୍ୟମାନ ପ୍ରଦାନ କରିଥିଲେ। ସ୍କୁଲର ପ୍ରିନ୍ସିପାଲ ସୁରଭିଲତା କର୍ଟିସ ବାର୍ଷିକ ବିବରଣୀ ପାଠ କରିଥିବା ବେଳେ ପଙ୍କଜ କୁମାର ଦାସ ଅତିଥି ପରିଚୟ ଓ ଧନ୍ୟବାଦ ଅର୍ପଣ କରିଥିଲେ। ଏହି ଅବସରରେ ବିଭିନ୍ନ ପ୍ରତିଯୋଗିତାରେ କୃତି ଅର୍ଜନ କରିଥିବା ଛାତ୍ରଛାତ୍ରୀମାନଙ୍କୁ ଅତିଥିଙ୍କ ଦ୍ୱାରା ପୁରସ୍କାର ପ୍ରଦାନ କରାଯାଇଥିଲା ଓ ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଉକ୍ତ ବାର୍ଷିକ ଉତ୍ସବରେ ସ୍କୁଲର ସମସ୍ତ ଶିକ୍ଷକ, ଶିକ୍ଷୟିତ୍ରୀ, ଅଭିଭାବକ, ଛାତ୍ରଛାତ୍ରୀମାନେ ଉପସ୍ଥିତ ରହିଥିଲେ। ୟୁନାଇଟେଡ୍ ପବ୍ଲିକ୍ ସ୍କୁଲର ପ୍ରିନ୍ସିପାଲ। এই স্কুল 19 ବର୍ଷ ଧରି ଚାଲିଛି। ଏଇଟା ଆମର 19ତମ ବାର୍ଷିକ ଉତ୍ସବ। ଆଉ ପିଲାମାନଙ୍କର ବିଭିନ୍ନ ଇଭେଣ୍ଟ, ପୁଣି ବିଶେଷ ଭାବରେ ଆମର ବ୍ରେନ୍ ସାଇନ୍ସ ଉପରେ ଆମେ ଆଜି ଲଞ୍ଚ କରିବାକୁ ଯାଉଛୁ। ତା ସହିତ ଆମ ସ୍କୁଲର ନିଜର ଲର୍ଣ୍ଣିଂ ଆପ୍ ବି ଆଜି ଲଞ୍ଚ ହେବ। ତା ସହିତ ଆମେ ଇଣ୍ଟିଗ୍ରେଟେଡ୍ ଯେଉଁ ଲର୍ଣ୍ଣିଂ ପିଲାମାନଙ୍କୁ K-12 ଏଜୁକେସନ୍ ସହିତ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ, JEE, NEET ସବୁ ଏକ୍ଜାମ ପାଇଁ ଅଲ୍ ଇଣ୍ଡିଆର ଯେଉଁ ଏକ୍ଜାମ ଗୁଡ଼ାକ ରହିଛି ସେଗୁଡ଼ାକ ପାଇଁ ବି ଆଜି ଆମେ ତାକୁ ଲଞ୍ଚ କରୁଛୁ। ଏଇଠି ଆମର ପ୍ରି ନର୍ସରୀରୁ କ୍ଲାସ୍ 10 ଯାଏ ଅଛି। ଆକ୍ଚୁଆଲି ରିସର୍ଚ୍ଚ ବେସ୍ରେ ପିଲାମାନଙ୍କୁ ପଢ଼ଉଛୁ। ସେଥିପାଇଁ ମୁଁ ଯେମିତିକା କହିଲି ଆମେ ବ୍ରେନ୍ ସାଇନ୍ସ ଇଣ୍ଟ୍ରୋଡ୍ୟୁସ୍ କରୁଛୁ। ଆଜିକାଲି ପିଲାମାନେ ସୁଇସାଇଡ୍ କରିଦେଉଛନ୍ତି ପାଠର ପ୍ରେସର। ସେଥିପାଇଁ ଆମେ ପିଲାମାନଙ୍କୁ କେମିତି ଇଣ୍ଟରେଷ୍ଟିଂ ୱେରେ ୱିଦାଉଟ୍ ପ୍ରେସରରେ କେମିତି ପାଠ ପଢ଼େଇ ହେବ, ସେଥିପାଇଁ ଆମେ ଅଲରେଡ଼ି ତାକୁ ଲଞ୍ଚ କରିସାରିଛୁ। ଆମର ବ୍ରେନ୍ ସାଇନ୍ସ ଲ୍ୟାବ୍ ଲାଗିସାରିଛି। ଆଜି ତାକୁ ଫାଇନାଲ ଲଞ୍ଚିଂ କରିବୁ। ତା ସହିତ ଆମେ ଇଣ୍ଟିଗ୍ରେଟେଡ୍ ଲର୍ଣ୍ଣିଂ ରଖିଛୁ, ଯେଉଁଟାକି ଏବେ ଆଡଭାନ୍ସ ୱେରେ ପିଲାମାନେ ଆହୁରି ପାଠଟାକୁ ପଢ଼ିପାରିବେ। ପ୍ଲସ୍ ଏଇ ଯେଉଁ ଛୋଟ ଛୋଟ ପିଲାମାନେ ରହିଛନ୍ତି କୋମଳମତି ଶିଶୁ, ସେମାନଙ୍କ ପାଇଁ ମଧ୍ୟ ଆମେ ସ୍ମାର୍ଟ କ୍ଲାସ୍ ମାଧ୍ୟମରେ ଆଉ ପିଲାମାନଙ୍କୁ କେମିତି ଆମେ ଆଡଭାନ୍ସ ୱେରେ ନେଇଯାଇପାରିବୁ ସେଥିପାଇଁ ମଧ୍ୟ ବ୍ୟବସ୍ଥା ରଖିଛୁ। ଅଭିଭାବକମାନଙ୍କୁ ମୋ ତରଫରୁ ବହୁତ ବହୁତ ଧନ୍ୟବାଦ। ସେମାନେ କୋଅପରେସନ୍ କରିଛନ୍ତି। ଆଉ ପାଗ ପ୍ରତିକୂଳ ଥିଲେ ବି ଆଉ ଈଶ୍ୱରଙ୍କ ଆଶୀର୍ବାଦରୁ ପାଗ ମଧ୍ୟ ଅନୁକୂଳ ହେଇଛି। ସମସ୍ତେ ପ୍ରାୟ ଆସିଛନ୍ତି, ଶିକ୍ଷକ, ଶିକ୍ଷୟିତ୍ରୀ ଆଉ ତା ସହିତ ଅଭିଭାବକମାନଙ୍କୁ ବହୁତ ବହୁତ ଧନ୍ୟବାଦ। 19 ବର୍ଷ ଯାଏ ସେମାନେ ଆମମାନଙ୍କୁ ସାହାଯ୍ୟ କରିଥିବା ହେତୁ ଅନୁଷ୍ଠାନଟି ଚାଲିଛି, ଆଗକୁ ମଧ୍ୟ ଚାଲିବ। ଏହା ମୋର ଈଶ୍ୱରଙ୍କ ଠାରେ ବିଶ୍ୱାସ। ତଥାପି ଯେଉଁ ସଂଖ୍ୟାରେ ଆପଣ ଆସିଛନ୍ତି, ପିଲାମାନଙ୍କର ବର୍ତ୍ତମାନ ଇଚ୍ଛା ସେମାନେ ଡ୍ୟାନ୍ସ କରିବେ, ଗୀତ ଗାଇବେ, ତାଙ୍କର ଆକ୍ଟିଭିଟିଜ୍ ଶୋ କରାଇବେ, ତାକୁ ଆପଣମାନେ ସବୁ ଦେଖିବେ, ହୃଦୟଙ୍ଗମ କରିବେ। ଏ ଯେଉଁ ଅନୁଷ୍ଠାନ ସହିତ ମୋର ସମ୍ପର୍କ ବହୁତ ଦିନର। କାରଣ ଏମାନେ ଯେତେବେଳେ ବାଲେଶ୍ୱର ସହର ପାଖାପାଖି ଥିଲେ, ସେତେବେଳେ ଆମର ଗୌରାଙ୍ଗଙ୍କର ଝିଅ ସିଏ ସେତେବେଳେ ଏଠି ଥିଲା ଟିଚର ଏବଂ ସିଏ ମଧ୍ୟ ଅର୍ଗାନାଇଜ କରୁଥିଲା। ତେଣୁ ଏ ଅନୁଷ୍ଠାନ ସହିତ ମୋର ପୁରୁଣା ସମ୍ପର୍କ ଥିଲା। ଆଜି ଯାହା 8 ଦିନ ତଳେ ମ୍ୟାଡ଼ାମ ମୋତେ ଫୋନ୍ କଲେ ଯେ ଆପଣଙ୍କୁ ଆମେ ଗୋଟେ ଦାୟିତ୍ୱ ଦେବା। ନିଶ୍ଚିତ ଭାବରେ ଗୋଟେ ଅନୁଷ୍ଠାନର ଯେକୌଣସି ଦାୟିତ୍ୱ ଦେଲେ ଆମେ ନିଶ୍ଚିତ ଭାବରେ ଗ୍ରହଣ କରିବା। ଏ ଅନୁଷ୍ଠାନ ପ୍ରତି ଅଭିଭାବକମାନଙ୍କର ଯେଉଁ ଆଶା ବିଶ୍ୱାସ, ସେଟା ଏ ଅନୁଷ୍ଠାନ ନିଶ୍ଚିତ ଭାବରେ ପାଳନ କରି ଆସୁଛି ବୋଲି ଆଜି ଏତେ ପିଲା ରହିଛନ୍ତି। ଏବଂ ଏହାପରେ ନିଶ୍ଚିତ ଭାବରେ ଗୋଟେ ବାଲେଶ୍ୱର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଏଠୁ ଯେଉଁ ପିଲାମାନେ ବାହାରୁଛନ୍ତି ଖାଲି ଶିକ୍ଷାରେ ନୁହଁ, ତା ସହିତ ପିଲାମାନଙ୍କର ଯେଉଁ ରହିବା କଥା, ଯେଉଁ ମାନସିକତା ନେଇ ପିଲା ପାଠ ପଢ଼ୁଛି, ଯେଉଁ ବୋଝ, ସେ ବୋଝରୁ କେମିତି କମ୍ ହେବ, ଖୁସିରେ ପିଲା କେମିତି ସ୍କୁଲ ଆସିବ ଓ ପାଠ ପଢ଼ିବ ଏବଂ ଆମର ଯେଉଁ ସମାଜକୁ ଗଠନ କରିବା ଦିଗରେ ଏଇ ଯେଉଁ ବାଲ୍ୟ କାଳରୁ ଯେଉଁ ପିଲାମାନେ ଶୃଙ୍ଖଳା ସହିତ କାର୍ଯ୍ୟକ୍ରମ କରିବା, ପାଠ ପଢ଼ିବା, ଖେଳିବା, ନାଚିବା, ଗାଇବା
এইଭଳି ଆଜିକାଲି ଖେଳରେ ମଧ୍ୟ ପିଲାମାନେ ଭଲ କରିପାରିବେ, ସେମାନେ ମଧ୍ୟ ପୃଥିବୀରେ ଭାରତବର୍ଷ ନାଁ ରଖୁଛନ୍ତି। ନିଶ୍ଚିତ ଭାବରେ ମୁଁ ଆଶା କରିବି ଯେଉଁ ବନ୍ଧୁମାନେ ଏହାକୁ ପରିଚାଳନା କରୁଛନ୍ତି ସେମାନେ ଅକ୍ଳାନ୍ତ ପରିଶ୍ରମ କରୁଛନ୍ତି ଆଉ ତାଙ୍କୁ ଧନ୍ୟବାଦ ଦେଉଛି। ମୁଁ ଅଧିକ ସମୟ ଆପଣମାନଙ୍କୁ ଭାରାକ୍ରାନ୍ତ କରିବି ନାହିଁ। ପ୍ରଥମେ ତ ଧନ୍ୟବାଦ ଦେବି ଯେ ୟୁନାଇଟେଡ୍ ପବ୍ଲିକ୍ ସ୍କୁଲକୁ ବିଭିନ୍ନ ଘାତ ପ୍ରତିଘାତ ମଧ୍ୟରେ ଦୀର୍ଘ ବର୍ଷ ଧରି ଏ ବିଦ୍ୟାଳୟକୁ ଚଳାଇ ରଖିଛନ୍ତି। ଏହାର ଉଦ୍ୟୋକ୍ତା ସଭାପତି, ମ୍ୟାନେଜିଂ କମିଟିର ପରିଚାଳନା କମିଟିର ସଦସ୍ୟ, ବିଶେଷ କରି ଗୌରାଙ୍ଗ ବାବୁ ଯେଉଁ ବିଦ୍ୟାଳୟ ପ୍ରତି ଯେଉଁ ଶୁଭେଚ୍ଛା ରଖିଛନ୍ତି ମୁଁ ଧନ୍ୟବାଦ ଦେବି। এইভাবে কিছু মনীষ মানে বালেশ্বর মাটিরে অছন্তি বলি কিছু বিদ্যালয় কিছু অনুষ্ঠান বঞ্চিকি রয়ে যেতবে পিলা 2 বর্ষ পর্যন্ত তার মা কু সর্বশ্রেষ্ঠ বন্ধু ভাবি থাকে, ভগবান মধ্যে বিশ্বাস করে থাকে। সে মা ব্যতীত পৃথিবীর আউ কাহাকে চিনে না বা জানে না বলে তার আচরণের ব্যবহার হয়ে যেতবে সে স্কুল কু আসে তার দ্বিতীয় ভগবান হচ্ছেন মেন। মা পরে সে যদি পিলা কাহাকে অধিক বিশ্বাস করে ভগবান ভଳି বিশ্বাস করে মেন। ଦେଖିବେ 2 ରୁ 5 10 ବର୍ଷ ପର୍ଯ୍ୟନ୍ତ ପିଲାଙ୍କୁ ଆପଣ ଘରେ କିଛି ବି କହିବେ, ସେ କହିବେ ନା ମୋର ମା ଏମିତି କହିଛନ୍ତି, ମୋର ଏମିତି ଏମିତି କହିଛନ୍ତି, ମୋର ମ୍ୟାମ୍ ଏମିତି କହିଛନ୍ତି। ଅର୍ଥାତ୍ ତା ମ୍ୟାମ୍ ଯାହା କହନ୍ତି ପିଲା ଅତ୍ୟନ୍ତ ବିଶ୍ୱାସର ସହିତ ତାକୁ ଗ୍ରହଣ କରିଥାଏ। ଅର୍ଥାତ୍ ମା ପରେ ଯଦି ଦ୍ୱିତୀୟ କିଏ ଭଗବାନ ଗୋଟେ ପିଲାର ହେଇଥାଏ ତାର ବନ୍ଧୁ ହେଇଥାଏ, ସେ ହେଉଛି ତାର ମ୍ୟାମ୍।